ଭତ୍ତା ଯନ୍ତ୍ରଣା ରାତି ପାହିଲେ ରଜ ସଜବାଜ। ଭତ୍ତା ଦେବା ପାଇଁ ସୁକିନ୍ଦା ବ୍ଲକରେ ଦାବି କଲା ସୁକିନ୍ଦା କଂଗ୍ରେସ। ଭତ୍ତା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ସୁକିନ୍ଦା ବ୍ଲକ ଭିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ। ସୁକିନ୍ଦା ବ୍ଲକରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ପ୍ରାୟ 6220 ଜଣ ବୃଦ୍ଧବୃଦ୍ଧା ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ବିଗତ 3 ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସହାୟତା ରାଶି ହିଁ ସେମାନଙ୍କ ଔଷଧ, ରାସନ ଓ ନିତ୍ୟ ଖର୍ଚ୍ଚର ଏକମାତ୍ର ସାହାରା। ଆଉ ଗୋଟିଏ ଦିନ ପରେ ଓଡ଼ିଶାରେ ଗଣପର୍ବ ରଜ ଉତ୍ସବ। ରଜ ପର୍ବ ଆସୁଥିବା ବେଳେ ଏହି ଅସହାୟ ପରିବାରମାନଙ୍କ ପାଖରେ ଟଙ୍କା ନାହିଁ। ତୁରନ୍ତ ରଜ ପୂର୍ବରୁ ସମସ୍ତ 3 ମାସର ବକେୟା ଭତ୍ତା ଟଙ୍କା ଏକକାଳୀନ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି। ତେଣୁ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁକିନ୍ଦା ବ୍ଲକ ଭିଡିଓଙ୍କ ଜରିଆରେ ଦାବିପତ୍ର ଦିଆଯାଇଥିବା ଦେଖିବାକୁ ମିଳିଛି। କଂଗ୍ରେସ ଦଳ ପକ୍ଷରୁ ଦାବି ରଜ ପୂର୍ବରୁ ସମସ୍ତ ବକେୟା ଭତ୍ତା ଟଙ୍କା ପ୍ରଦାନ କରାଯାଉ। ତତ୍ସହିତ ନିୟମିତ ଏହି ଭତ୍ତା ଟଙ୍କା ହିତାଧିକାରୀ କେମିତି ପାଇବେ ତାର ସ୍ଥାୟୀ ସମାଧାନ କରାଯାଉ। ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ଜନସାଧାରଣଙ୍କ ସ୍ୱାର୍ଥରେ ଗଣ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମରେ ସୁକିନ୍ଦା କଂଗ୍ରେସ ବ୍ଲକ ସଭାପତି ମଦନ ମୋହନ ଖୁଣ୍ଟିଆ, ରାଜ୍ୟ ମହିଳା ସମ୍ପାଦିକା ସ୍ୱର୍ଣ୍ଣଲତା ବାନାରା, ଜିଲ୍ଲା ଉପସଭାନେତ୍ରୀ କଂଗ୍ରେସ ସ୍ୱପ୍ନା ବେହୁରା, ସୁକିନ୍ଦା ବ୍ଲକ କଂଗ୍ରେସ ଉପସଭାପତି ଗୋପୀନାଥ ଧୀର, ଜିଲ୍ଲା ସମ୍ପାଦକ ହରିକୃଷ୍ଣ ପାଣିଗ୍ରାହୀ, ମଳୟ ପାତ୍ର, ଅଜୟ ମଲ୍ଲିକ, ସୂର୍ଯ୍ୟ ପାତ୍ର, ପଙ୍କଜ ଲୋଚନ ଭୂୟାଁ, ସୁଭାଷ ନାୟକ, ମହେନ୍ଦ୍ର ଦାସ, ଦାନଗଦି ବ୍ଲକ ସମ୍ପାଦକ କଂଗ୍ରେସ ଉମାକାନ୍ତ ଜେନାମଣି, ଦାନଗଦି ବ୍ଲକ କଂଗ୍ରେସ ସଭାପତି ଦୟାନିଧି ପଲେଇ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଯେଉଁମାନଙ୍କୁ ଏକାଉଣ୍ଟକୁ ଯାଉଛି ବୟସ ହେଇଗଲା ପରେ ସେମାନେ ଆଉ ମାନେ ଯାଇପାରୁନାହାନ୍ତି ବ୍ୟାଙ୍କକୁ। ତାପରେ କ'ଣ ହେଉଛି, ଗୋଟେ ଗାଡ଼ି ରିଜର୍ଭ କରୁଛନ୍ତି, ତାପରେ ଯାଉଛନ୍ତି, ପଇସା ସେଇଥିରେ ଅଧା ପଳେଇ ଯାଉଛି। ଆମେ କହିବା କଥା ମ୍ୟାଡ଼ାମ, ଯଦି ସେମାନଙ୍କୁ ଯାଆନ୍ତା ତାହେଲେ ତାଙ୍କ ଫ୍ୟାମିଲି ଯିଏ ହେଲେ ବି ନେଇପାରନ୍ତି। ठीक है, मैं वीडियो देखियो पदक्षेप वीडियो बना आपण जानि दिबे ना आइबा से टेक्निकल प्रॉब्लम अछि बोली कि से 3 मास धरि कोटे ये आधुनिक जुग रे वर्तमान जहा चालीस सेते टेक्निकल प्रॉब्लम 3 मास धरि चलिबो और हेछि आपण जानि छन भले आबे भी जानि ना हमर वर्तमान दाबी हैला जो गरीब लोक माने पाउनांती एक्चुअली एते बहुत नीडी लोक अछन से लोकंकर जो असुविधा होछि तापय आपण सरकार सचेतन होना आम आसू तुरंत आप भत्ता प्रदान करूँ। रज पर्व अच्छी गोटे बड़ पर्व ओडिया मान गरीब गुरुवा से कौटी नहीं मेडिसिन पाऊँ बर्तमान गोटे पर्वटा अच्छे से करवा दरकार से है ना तेणुक जड़े दिज भी गले महिला आसला कौन हम बोल एक्सपेक्टेड सरकार तो डबल धक्का दउची बर्तमान बीजेपी सरकार एठी अछि केंद्र रे अछि पैसा टिके दे पाउना हम विशेष प्रेसिडेंट से करा कहले नहीं ठीक अछि हम से आपण को लेवल दे हां जे तो ब्लॉक लेवल समान ता कर एटा डायरेक्ट बेनिफिट माने ताको बैंक मानी जाउची एटा हमर एकटु जाउनी ताले हमें आपन कोइ नहीं ये भत्ता न पाइबारे आपन हुचुन जेतु वीडियो हायर अथॉरिटी हम वीडियो हम सुकिंदार तेणु आपन केमिति आपन जनसाधारण सुकिंदार भलरे रहिबे केमिति भलरे चलिबे जेमाने भत्ताटे पाइबे चाकरी तो ता छुआटा पई किछ गोट करबि थाना ना तेणु सेटा आपन दायित्व काई ना हमें खडे चाकरी कर चाकरी दरमान ठीक टाइम रे आसला हम छुआ कहबा ना न पाइ चला कथा मु चाकरी पाइनो बोला कथा चाकरी पाई साला पर मु छुआ जे हरान हो सरकार जे जानि हरान करबे लाभ कोन हो।